ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ୱାର୍ଡ ଭଜନ ଚ୍ୟାନେଲରେ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ଚାଲନ୍ତୁ ଆଜି ସଦାପ୍ରଭୁଙ୍କ ବାକ୍ୟ ବାଇବେଲ ଦ୍ୱାରା ଯାହା ବର୍ଣ୍ଣିତ ତାହା ଆଲୋଚନା କରିବା ଏବଂ ପ୍ରଭୁଙ୍କ ସମ୍ପର୍କିତ ସୂଚନା ପାଇବା। ତେବେ ପ୍ରଥମ ପଦ ଆଦି ପୁସ୍ତକ ଅଧ୍ୟାୟ 1 ପଦ ନମ୍ବର 1 ସୂଚନା ଦିଏ, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ସମୂହ ପୃଥିବୀକୁ ସୃଷ୍ଟି କଲେ। ତେବେ ଆଦି ପୁସ୍ତକ ଅଧ୍ୟାୟ 1 ପଦ ନମ୍ବର 1 ସୂଚନା ଦିଏ, ଆଦ୍ୟରେ ବା ପ୍ରଥମତଃ ବା ମୂଳରେ ପରମେଶ୍ୱର ସଦାପ୍ରଭୁ ଈଶ୍ୱର ପରମ ପିତା ସେ କଣ କଲେ? ସେ ସ୍ୱର୍ଗ କହିଲେ ସ୍ୱର୍ଗକୁ ବୁଝାଏ। ସ୍ୱର୍ଗ ସମୂହ କହିଲେ ସ୍ୱର୍ଗ ମଧ୍ୟରେ ଅବସ୍ଥିତ ଗ୍ରହ, ନକ୍ଷତ୍ର ଏବଂ ପୃଥିବୀକୁ ମଧ୍ୟ ସେ ସୃଷ୍ଟି କଲେ। ତେବେ ଯେପରି ଆମେ ଗୋଟେ କଳସୀ ଗଢିଲା ବେଳେ ପ୍ରଥମ କଞ୍ଚା ମାଟି ଦ୍ୱାରା ତାକୁ ତିଆରି କରାଯାଏ, ପରବର୍ତ୍ତୀ ପର୍ଯ୍ୟାୟରେ ତାକୁ ପୋଡ଼ା ହୋଇ ତାକୁ ରଙ୍ଗ ଦିଆଯାଏ ବା ସଜାଯାଏ। ସେମିତି ଠିକ ପରମେଶ୍ୱର ଯେତେବେଳେ ପ୍ରଥମ ସୃଷ୍ଟି କଲେ ସେତେବେଳେ ସେ ସ୍ୱର୍ଗ ସମୂହ ଏବଂ ପୃଥିବୀକୁ ସୃଷ୍ଟି କଲେ। ଯେଉଁ ପୃଥିବୀକୁ ସୃଷ୍ଟି କଲେ ତାହା ଜୀବଜଗତ କଲ୍ୟାଣ ପାଇଁ ସୃଷ୍ଟି କରିଥିଲେ ଏବଂ ସ୍ୱର୍ଗ ସମୂହ ଭିତରେ ଯେମିତି ତାରକା ମଣ୍ଡଳ ଏବଂ ସୂର୍ଯ୍ୟ ଏବଂ ଆମର ଚନ୍ଦ୍ରମା ଏସବୁ ଅବସ୍ଥିତ ଥିଲେ, ଯାହାକି ପରମ ଶକ୍ତିମାନ ଶକ୍ତିମୟ ସଦାପ୍ରଭୁ ନିଜସ୍ୱ ଶକ୍ତି ବଳରେ ସେ ସବୁକୁ ପ୍ରଥମେ ସୃଷ୍ଟି କରି ଦୁନିଆକୁ ଅଲୌକିକ ଶକ୍ତିର ପ୍ରଦର୍ଶନ ଦେଖାଇଲେ ଏବଂ ଏହା ଦ୍ୱାରା ଜୀବଜଗତ ଓ ଜୀବଜନ୍ତୁର କୌଣସି ସମ୍ୟକ ସୂଚନା ଆଭାସ ରହିଲା, ଯାହା ଆମେ ପରବର୍ତ୍ତୀ ପଦରେ ଆମେ ସୂଚନା ପାଇବା ଏବଂ କିପରି ଭାବରେ ପରମେଶ୍ୱର ପରମ ପିତା ପୃଥିବୀ ଏବଂ ସ୍ୱର୍ଗ ସମୂହରେ ନିଜର ଶକ୍ତି ବଳରେ ସୁନ୍ଦରତା ଭରି ଦେଉଛନ୍ତି, ତାହା ଆମେ ପରବର୍ତ୍ତୀ ପଦରେ ସୂଚନା ଦେବୁ। ସମସ୍ତଙ୍କୁ ଧନ୍ୟବାଦ।